ସମସ୍ତଙ୍କୁ ମୋର ନମସ୍କାର। ଜୟ ଜଗନ୍ନାଥ। ମୁଁ ପ୍ରିୟଙ୍କା ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ସେସନ୍ଟିକୁ। ଆଜି ହେଉଛି ଇଂଲିଶ ପେଡାଗୋଜିର ଥିଓରି ସେକ୍ସନର ଲାଷ୍ଟ ସେସନ୍ଟି ଅଟେ। ଯଦି ଆପଣ ପୂର୍ବ ସେସନ୍ ଗୁଡ଼ିକ ଦେଖିନାହାନ୍ତି ତାହେଲେ ନିଶ୍ଚିତ ଭାବରେ ଦେଖିଦିଅନ୍ତୁ, କାରଣ 5ରୁ 6 ମାର୍କ ସେହି ସେସନ୍ରେ ରହିଯାଇଛି। ଆଉ ବିନମ୍ର ଅନୁରୋଧ ରହିବ ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯେଉଁଦ୍ୱାରା କି ସିଙ୍ଗଲ ମାର୍କ ମଧ୍ୟ ଆପଣଙ୍କର କଟିବ ନାହିଁ। ଆଉ ନୂଆ ଅଛନ୍ତି ଯଦି ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ମଧ୍ୟ ଅନ୍ କରିଦିଅନ୍ତୁ। ଚାଲନ୍ତୁ କାଳ ବିଳମ୍ବ ନ କରିକି ଆଜିର ସେସନ୍ଟି ଷ୍ଟାର୍ଟ କରିବା। ଆଜିର ସେସନ୍ଟି ହେଲା ଟିଚିଂ ଲର୍ଣ୍ଣିଂ ଷ୍ଟ୍ରାଟେଜି ଫର୍ ଲର୍ଣ୍ଣିଂ ଇଂଲିଶ। ଓକେ, ତ ଆମେ ପ୍ରଥମେ ଜାଣିବା ଟିଚିଂଟା କ'ଣ। ଟିଚିଂଟା ହେଉଛି ଗୋଟେ ଜାଣିବେ ଆର୍ଟ, ଗୋଟେ ଟିଚର୍ର ଆର୍ଟ କହିଲେ କିଛି ଭୁଲ ହେବ ନାହିଁ। କାରଣ ଏଠି ଟିଚର୍ କ'ଣ କରିଥାଏ ନା, ଯେତେ ଭଲ ଭାବରେ ପଢ଼େଇବ, ଯେଉଁ ୱେରେ ପଢ଼େଇବ, ଯଦି ପିଲା ସେତିକି ଶିଖିପାରିଲା ବା ବୁଝିପାରିଲା ତାହେଲେ ଆପଣ ଜାଣିବେ ଆପଣଙ୍କ ଟିଚିଂଟା ସକ୍ସେସଫୁଲ୍ ହୋଇପାରିଛି, ବା ତାକୁ ଇଫେକ୍ଟିଭ୍ ୱେ ବୋଲି କୁହାଯିବ, ବା ଇଫେକ୍ଟିଭ୍ ଟିଚର୍ ମଧ୍ୟ ତାକୁ କୁହାଯିବ। ତ ବିଭିନ୍ନ ପ୍ରକାର ମେଥଡ଼ ସବୁ ରହିଛି ଯେଉଁଦ୍ୱାରା କି ଆମେ ପାଠ ପଢ଼ାଇ ପାରିବା ପିଲାମାନଙ୍କୁ। ନା କ'ଣ ରହିଛି ଚାଲନ୍ତୁ ଆମେ ଡିସ୍କସନ୍ କରିବା ସେ ବିଷୟରେ। ଫାର୍ଷ୍ଟ ହେଉଛି ଟ୍ରାନ୍ସଲେସନ୍ ମେଥଡ଼। ଏଇଟା ହେଉଛି ବହୁତ ପୁରୁଣା କାଳିଆ ମେଥଡ଼ ବା ଟ୍ରାଡ଼ିସନାଲ୍ ମେଥଡ଼ କହିପାରିବା, ବା କ୍ଲାସିକାଲ୍ ମେଥଡ଼ ମଧ୍ୟ ଆମେ ୟାକୁ କହିପାରିବା। ଯେଉଁଥିରେ କ'ଣ ହୁଏ ନା ମଦର ଟଙ୍ଗ ଫୁଲି ୟୁଜ୍ ହୋଇଥାଏ। ଆମେ ଟ୍ରାନ୍ସଲେସନ୍ କରି ପଢ଼େ, ଗୋଟେ ଲାଇନ୍ ଇଂଲିଶରେ କହିଥାଏ ଆଉ ତାକୁ ଟ୍ରାନ୍ସଲେସନ୍ ଓଡ଼ିଆରେ କରାଯାଇଥାଏ। ସେହି ମାଧ୍ୟମରେ ପଢ଼ାଇବାକୁ କ'ଣ କୁହାଯାଏ? ଟ୍ରାନ୍ସଲେସନ୍ ମେଥଡ଼, ଯେଉଁଟାକି ବର୍ତ୍ତମାନ ବିଲକୁଲ ୟୁଜ୍ ହେଉ ନାହିଁ। ଠିକ୍ ଅଛି, ନେକ୍ସଟ ଯିବା କ'ଣ ନା ଡାଇରେକ୍ଟ ମେଥଡ଼। ଡାଇରେକ୍ଟ ମେଥଡ଼ରେ କ'ଣ ହୁଏ? ମଦର ଟଙ୍ଗ ବିଲକୁଲ ୟୁଜ୍ ହୁଏ ନାହିଁ। ଏଥିରେ କ'ଣ କୁହାଯାଏ? ଡାଇରେକ୍ଟଲି ଟିଚର୍ ଆସନ୍ତି କ୍ଲାସରୁମ୍କୁ, ଡାଇରେକ୍ଟଲି ସବୁବେଳେ ଇଂଲିଶରେ ହିଁ କୁହନ୍ତି। ଠିକ୍ ଅଛି, ଗୁଡ଼୍ ମର୍ଣ୍ଣିଂ, ଓପନ୍ ୟର୍ ବୁକ୍ ବଗେରା ସବୁ କୁହନ୍ତି। ଠିକ୍ ଅଛି, ଡାଇରେକ୍ଟ ମେଥଡ଼ରେ ଟିଚର୍ ଡାଇରେକ୍ଟଲି କୁହନ୍ତି। ଏଠି କ'ଣ କରନ୍ତି ନା ଲାଙ୍ଗୁଏଜ୍ର ବା ମଦର ଟଙ୍ଗର ଜମାରୁ ୟୁଜ୍ ହୁଏ ନାହିଁ। ଠିକ୍ ଅଛି, ନେକ୍ସଟ କ'ଣ ଯିବା ଦେଖନ୍ତୁ। ନେକ୍ସଟ କ'ଣ ଅଛି? ଷ୍ଟ୍ରକ୍ଚରାଲ୍ ଓରାଲ୍ ସିଚୁଏସନ୍ ଆପ୍ରୋଚ୍, ମାନେ କ'ଣ? SOS। ଆମେ ଡାଇରେକ୍ଟ ମେଥଡ଼ ପଢ଼ିଲେ ଏଠି କ'ଣ କହିଛି ନା, ଏଠି ବୋଥ୍ ଡାଇରେକ୍ଟ ମେଥଡ଼ ଆଉ ଅଡ଼ିଓ ଲିଙ୍ଗୁଆଲ୍ ମେଥଡ଼କୁ ୟୁଜ୍ କରାହେଇଥାଏ। ମାନେ ଡାଇରେକ୍ଟଲି ପଢ଼ାଇବା ସହିତ ଆପଣ ଶୁଣେଇକି ପଢ଼ାଇବେ। ଶୁଣେଇ କିଛି ଗୋଟେ ଭିଡ଼ିଓ ରେକର୍ଡ଼ର ହେଉ, ଭିଡ଼ିଓ ରେକର୍ଡ଼ର ନୁହେଁ, ଅଡ଼ିଓ ରେକର୍ଡ଼ର ସାହାଯ୍ୟରେ ଆପଣ ଶୁଣେଇ ପିଲାକୁ ପଢ଼ାଇବେ। ତାକୁ ଆମେ କ'ଣ କହିବା? ଷ୍ଟ୍ରକ୍ଚରାଲ୍ ଓରାଲ୍ ସିଚୁଏସନାଲ୍ ଆପ୍ରୋଚ୍ ବୋଲି କହିବା। ବୁଝିପାରିଲେ? ଆଚ୍ଛା, ନେକ୍ସଟ ଯିବା କ'ଣ? ସେ ଆପ୍ରୋଚଟା ବି ଭଲ, ମାନେ ଶୁଣି ପିଲାମାନେ ଇଣ୍ଟରେଷ୍ଟେଡ଼୍ ହେଇପାରିବେ। ନେକ୍ସଟ ଆସିଲା ବାଇଲିଙ୍ଗୁଆଲ୍ ମେଥଡ଼। ବାଇଲିଙ୍ଗୁଆଲ୍ କହିଲେ କ'ଣ ବୁଝୁଛନ୍ତି ଆପଣ? ଦୁଇଟା ଲାଙ୍ଗୁଏଜକୁ ନେଇକି ହେଇଛି, ମାନେ ଆପଣ ଓଡ଼ିଆରେ ବି କହୁଥିବେ, ଇଂଲିଶରେ ବି କହୁଥିବେ, କିମ୍ବା ହିନ୍ଦୀରେ ବି କହୁଥିବେ, ଆପଣ ଇଂଲିଶରେ ବି କହୁଥିବେ। ଦୁଇଟା ଭାଷାକୁ ନେଇକି ଯେଉଁ ପଢ଼େଇବେ ତାକୁ ଆମେ ବାଇଲିଙ୍ଗୁଆଲ୍ ମେଥଡ଼ ବୋଲି କହିଥାଏ। ଠିକ୍ ଅଛି, ନେକ୍ସଟ ଯିବା ଅଡ଼ିଓ ଲିଙ୍ଗୁଆଲ୍ ମେଥଡ଼। ଏ ଟିକେ ପୂର୍ବରୁ ମୁଁ କହିଲି SOS ଯେଉଁଟା ୟୁଜ୍ ହେଉଛି, ଏଇଟା ଖାଲି ସିଙ୍ଗଲ୍। ଅଡ଼ିଓ ଲିଙ୍ଗୁଆଲ୍ ମେଥଡ଼ କେବଳ ପିଲାଟି ଶୁଣି ଶିଖିବ। ଏଥିରେ କ'ଣ ହେଇଥାଏ? ଲିସନିଂ ହେଇଥାଏ ଆଉ ସ୍ପିକିଂ ହେଇଥାଏ। ଲିସନିଂ ଆଉ ସ୍ପିକିଂ ହେଇଥାଏ। କିଛି ଡାଇଲଗ୍ ଦେଇପାରନ୍ତି ଟିଚର୍। ଦେଖନ୍ତୁ ଏଠି ଗୋଟେ ଡାଇଲଗ୍ ଦିଆହେଇଛି। ଏଠି ଶ୍ୟାମ ଆମ ରମେଶକୁ କିଛି ଡାଇଲଗ୍ କହିବା ପାଇଁ କୁହାଯାଇଛି। ଠିକ୍ ଅଛି, ତ ଏଥିରେ ମଧ୍ୟ ଆପଣଙ୍କର ବେନିଫିଟ୍ ହେଇପାରିବ। ସେଟା ଗୋଟେ ମେଥଡ଼। ଠିକ୍ ଅଛି, ଆଉ ଗୋଟେ ହେଉଛି କ'ଣ? ତା ସାଇଲେଣ୍ଟ ୱେ ମେଥଡ଼। ସାଇଲେଣ୍ଟଲି ଏଠି କ'ଣ କହିଛି? ୟୁ ହ୍ୟାଭ୍ ଷ୍ଟଡି ଦ ଅଡ଼ିଓ ଲିଙ୍ଗୁଆଲ୍ ମେଥଡ଼ ଇନ୍ ହ୍ୱିଚ୍ ଲିସନିଂ ଆଣ୍ଡ ସ୍ପିକିଂ ପ୍ଲେ ଆର୍ ମେଜର ରୋଲ୍ ହେଇଥାଏ। ସେଇ ପ୍ରୋସେସ୍ରେ, କେଉଁ ପ୍ରୋସେସ୍ରେ ନା ଅଡ଼ିଓ ଲିଙ୍ଗୁଆଲ୍ ପ୍ରୋସେସ୍ରେ। ଦ ଟିଚର୍ ଗିଭେସ୍ ଇନଷ୍ଟ୍ରକ୍ସନ୍ ଲାଇକ୍ ଲିସନ୍ ଆଣ୍ଡ ଡୁ, ଲିସନ୍ ଆଣ୍ଡ ସ୍ପିକ୍, ଲିସନ୍ ଆଣ୍ଡ ଲୁକ୍ ଆଣ୍ଡ ସେ। ବଟ୍ ଇନ୍ ଦ ସାଇଲେଣ୍ଟ ୱେ ମେଥଡ଼ରେ କ'ଣ ହେଇଥାଏ ଦେଖନ୍ତୁ? ଦ ଟିଚର୍ ଡଜ୍ ନଟ୍ ସ୍ପିକ୍ ଏନିଥିଙ୍ଗ। ଟିଚର୍ କିଛି କୁହେ ନାହିଁ, ହେଲା। କ'ଣ କରନ୍ତି ତାହେଲେ? ହାର୍ଡ଼ଲି ଗିଭ୍ ସମ୍ କ୍ଲୁ କିଛି ଦିଅନ୍ତି ୟୁଜିଂ ଫେସିଆଲ୍ ଏକ୍ସପ୍ରେସନ୍ ସାହାଯ୍ୟରେ। ଫେସିଆଲ୍ ଏକ୍ସପ୍ରେସନ୍ କେବଳ ଟିଚର୍ କରିବେ, କିମ୍ବା ଶୋଇଂ ପିକ୍ଚର୍ ଦେଖେଇବେ, ହେଲା। ପିଲାମାନେ ଡିସ୍କଭର୍ ସବୁ କରିବେ ଯେ କ'ଣ କହିବା ପାଇଁ ଚାହୁଁଛନ୍ତି, କ'ଣ ପଢ଼ାଇବା ପାଇଁ ଚାହୁଁଛନ୍ତି, ଏହାର ମିନିଂ କ'ଣ ହେଇପାରେ। ଟିଚର୍ କିଛି ଇନଷ୍ଟ୍ରକ୍ସନ୍ ଦେବେ ନାହିଁ। ଏହାକୁ କୁହାଯାଏ କ'ଣ? ସାଇଲେଣ୍ଟ ୱେ ମେଥଡ଼। ଠିକ୍ ଅଛି, ନେକ୍ସଟ ଯିବା ହେଉଛି କ'ଣ? ଦେଖିବା କ'ଣ ଅଛି ନେକ୍ସଟରେ। ସଜେଷ୍ଟୋପଡ଼ିଆ କ'ଣ ନା, ଏଟା କିଏ କରିଥିଲେ? ୱାଜ୍ ଆଡ଼ଭୋକେଟେଡ୍ ବାଇ ଜଜ୍ ଲୋଜାନଭ୍। ଆଚ୍ଛା, ଏଗୁଡ଼ା ସବୁ କିଛି କରିଥିଲେ। According to him, every human being has
innate mental potentiality they need to be explore and utilize। ଆଚ୍ଛା, ପିଲାମାନଙ୍କ ଭିତରେ କିଛି ଜିନିଷ ସବୁ ରହିଛି, ହଁ କି ନାହିଁ, ବହୁତ ଗୁଣ ସବୁ ରହିଛି ଯେଉଁଟାକି ସେମାନେ ଏକ୍ସପ୍ଲୋର କରିବେ ଆଉ ୟୁଟିଲାଇଜ୍ କରିବେ, ବଟ୍ ସମ୍ ସାଇକୋଲୋଜିକାଲ ଭେରିଜ୍ ହାଇଡିଂ ଦେମ୍ ଟୁ ବ୍ଲୁମ୍। Suggestopedia is a suggestion to overcome the mental barriers to learning। ବୁଝିପାରିଲେ, ମାନେ ଏଠି ମେଣ୍ଟାଲି ପିଲାକୁ ମାନେ ଆକ୍ଟିଭେଟ୍ କରାଯିବ, ଯେଉଁଥିରେ କି ତାଙ୍କର ଲୁକାୟିତ ଯେଉଁ ପ୍ରତିଭା ସବୁ ରହିଛି ବା ସେମାନେ କ'ଣ ଜାଣିଛନ୍ତି ସେଇଟାକୁ ସେ ବାହାର କରିବ ଏଇ ମାଧ୍ୟମରେ। ଠିକ୍ ଅଛି, ଏଇ ମେଥଡ଼ ସାହାଯ୍ୟରେ। ନେକ୍ସଟ ଯିବା କ'ଣ ନା ଟୋଟାଲ୍ ଫିଜିକାଲ୍ ରେସ୍ପନ୍ସ ବା ଟିପିଆର୍। ଛୋଟ ଛୋଟ ପିଲାମାନଙ୍କର ଦେଖିବେ ଲେଖା ହେଇଥାଏ ସବୁ ଟିପିଆର୍, ମାନେ ଅଡ଼ିଓ ଲିଙ୍ଗୁଆଲ୍ ମେଥଡ଼। ବୁଝିପାରିଲେ, ବା ଟୋଟାଲ୍ ଫିଜିକାଲ୍ ରେସ୍ପନ୍ସରେ କ'ଣ ହେଇଥାଏ, ପିଲାମାନେ ଶୁଣିବା ସହିତ ତାଙ୍କର ମାନେ ଫିଜିକାଲ୍ ରେସ୍ପନ୍ସ ଟୋଟାଲ୍ ହେଇଥାଏ। ସେମାନେ ବଡ଼ି ମୁଭମେଣ୍ଟ କରନ୍ତି ନାଚ ଗୀତ ସାହାଯ୍ୟରେ। ଏଇଟା ପ୍ରାଇମେରୀ ସେକ୍ସନ୍ ପାଇଁ ବେଷ୍ଟ କୁହାଯାଇପାରେ। ଆଜ ଏ ଟିଚର୍ କ'ଣ କରିବେ, ଇନ୍ ଦ ଡେ ଟୁ ଡେ କ୍ଲାସରୁମ୍ ୟୁ ଏକ୍ସପ୍ଲୋର ୟର୍ ଷ୍ଟୁଡେଣ୍ଟ ଟୁ ଏ ଲଟ୍ ଅଫ୍ ଲିସନିଂ ଆଣ୍ଡ ଡୁଇଂ ଆକ୍ଟିଭିଟି। ଏଥିରେ କ'ଣ ହେଇଥାଏ, ବହୁତ କିଛି ସେମାନେ ଶୁଣିଥାନ୍ତି ଆଉ ଆକ୍ଟିଭିଟି କରିଥାନ୍ତି। ଠିକ୍ ଅଛି, ତାକୁ ଆମେ କ'ଣ କହିବା, ଟିପିଆର୍, ଟୋଟାଲ୍ ଫିଜିକାଲ୍ ରେସ୍ପନ୍ସ ହେଲା। ଏଇଟା ଗୋଟେ ଏକ୍ଜାମ୍ପଲ୍ ମଧ୍ୟ ସେ ଦେଇଦେଇଛି, ଆପଣ ସେଟା ପଢ଼ି ନେବେ। ଦେନ୍ ଆସିଲା କ'ଣ, ଦ କମ୍ୟୁନିକେଟିଭ୍ ଲାଙ୍ଗୁଏଜ୍ ଟିଚିଂ। କମ୍ୟୁନିକେଟିଭ୍ ଲାଙ୍ଗୁଏଜ୍ ଟିଚିଂ ଏଥିରେ କ'ଣ ହୁଏ କୁହନ୍ତୁ ନା, କମ୍ୟୁନିକେଟିଭ୍ ମାନେ କ'ଣ ନା କମ୍ୟୁନିକେସନ୍ କରିବେ, ମାନେ ଶିକ୍ଷକ ଶିକ୍ଷାର୍ଥୀଙ୍କ ସହିତ କମ୍ୟୁନିକେସନ୍ ମାଧ୍ୟମରେ ମଧ୍ୟ ଟିଚିଂ ଦେଇପାରିବେ। ସିଏ ତାଙ୍କ ବିଷୟରେ କହିବେ ଏବଂ ପିଲାମାନଙ୍କୁ ତାଙ୍କ ବିଷୟରେ କହିବା ପାଇଁ କହିବେ, କାହିଁକିନା ପିଲାମାନେ ନିଜ ନିଜ ବିଷୟରେ କହିବା ପାଇଁ ପସନ୍ଦ କରନ୍ତି, ସେମିତି ବି କରିପାରନ୍ତି, କିମ୍ବା କିଛି ସିଚୁଏସନ୍ ବି ଆପଣ ନେଇପାରିବେ ହେଲା। କିଛି ବିଷୟରେ କୁହ, ସେ ବି ଗୋଟେ ଟପିକ୍ ଦେଇପାରନ୍ତି, ସେମାନେ ବି କହିବେ ଆପଣମାନେ ବି କହିବେ, ଯାହାଫଳରେ କମ୍ୟୁନିକେସନ୍ ମାଧ୍ୟମରେ ମଧ୍ୟ ଟିଚିଂ ହେଇପାରିବ। ସେଟା କ୍ଲାସରୁମ୍ ଭିତରେ ବି ହେଇପାରେ ଆଉ ଆଉଟସାଇଡ଼୍ ଦ କ୍ଲାସରୁମ୍ ମଧ୍ୟ ହେଇପାରେ। ଠିକ୍ ଅଛି, ନେକ୍ସଟ ଯିବା। ତାପରେ ଆସିଲା ହେଉଛି ଲେସନ୍ ପ୍ଲାନ୍ କଥା। ଏଇଟା ଆପଣ ବୁଝିଗଲେ ମେଥଡ଼ ଗୁଡ଼ାକ କ'ଣ କ'ଣ ସବୁ ରହିଗଲା। ତାପରେ ଆସିବା ଲେସନ୍ ପ୍ଲାନ୍। ଲେସନ୍ ପ୍ଲାନ୍ ତ ଆପଣମାନେ ସବୁ ଆଜ ଏ ଟିଚର୍ ସମସ୍ତେ ଜାଣିଛନ୍ତି। ଲେସନ୍ ପ୍ଲାନ୍ରେ କ'ଣ ଥାଏ କହିଲେ, ଇଣ୍ଟ୍ରୋଡକ୍ସନ୍, ପ୍ରେଜେଣ୍ଟେସନ୍ ଆଣ୍ଡ ଇଭାଲୁଏସନ୍, ହଁ କି ନାହିଁ, ସବୁରେ ଥାଏ। ଯେମିତି ପ୍ରୋଜ୍ରେ ବି, ପୋଏଟ୍ରିରେ ବି, ଷ୍ଟୋରି ସବୁରେ ଥାଏ ସେଗୁଡ଼ାକ ହେଲା। ସେଗୁଡ଼ାକ ଏତେ ଆମେ କହୁନେ, ଡିସ୍କସନ୍ କରୁନେ। ଏଗୁଡ଼ା ସବୁ ଦେଖନ୍ତୁ, ସେ ଗୋଟେ ପ୍ରୋଜ୍ ପୋଏଟ୍ରିର ସବୁ ଦେଇଦେଇଛି। ଆମର ବିଭିନ୍ନ ପ୍ରକାର ରହିଛି, ପୋଏଟ୍ରି, ପ୍ରୋଜ୍, ନନ୍ ଡିଟେଲ୍, ଗ୍ରାମାର ହେଲା। ଆମର ତ ଜାଣିଛୁ ଯେମିତି ଓଡ଼ିଆରେ ଥାଏ ସାଧାରଣ ଉଦ୍ଦେଶ୍ୟ, ମୁଖ୍ୟ ଉଦ୍ଦେଶ୍ୟ, ସେହିପରିକା ଏଠି ଜେନେରାଲ୍ ଅବଜେକ୍ଟିଭ୍ ଆଉ ସ୍ପେସିଫିକ୍ ଅବଜେକ୍ଟିଭ୍ ମଧ୍ୟ ରହିଥାଏ, ହଁ କି ନାହିଁ। ବେଳେବେଳେ ପଡ଼ିପାରେ କେଉଁଟା ଜେନେରାଲ୍ ଅବଜେକ୍ଟିଭ୍, ସ୍ପେସିଫିକ୍ ଅବଜେକ୍ଟିଭ୍ ବାହାର କର ବୋଲିକିରି, ମାନେ ଚୁଜ୍ କର ଚାରିଟା ମଧ୍ୟରୁ, ସେଇଟା ଗୋଟେ ପଡ଼ିପାରେ ଲେସନ୍ ପ୍ଲାନ୍ରୁ, ଆଉ ସେମିତି କିଛି ଲେସନ୍ ପ୍ଲାନ୍ରୁ ପଡ଼ିବ ନାହିଁ। ନେକ୍ସଟ ଦେଖିବା କ'ଣ ଅଛି। କେଡ଼େ ରହିଗଲା କି ଦେଖିଦେବା ଟିକେ। ଆଚ୍ଛା, ଏଇଟା ରୁହନ୍ତୁ, ଏଇଟା ଟିକେ ବହୁତ ଇମ୍ପୋର୍ଟାଣ୍ଟ, ଏଇଟା ଟିକେ ଦେଖିଦେବା। ଆଚ୍ଛା, ଆସେସମେଣ୍ଟ ଗୁଡ଼ାକ ଯେଉଁ ରହିଛି ଆମର, ଆସେସମେଣ୍ଟ ଗୁଡ଼ାକ, ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ ପରଫର୍ମାନ୍ସ ଇନ୍ ଇଂଲିଶ ଆଟ୍ ଏଲିମେଣ୍ଟାରୀ ଲେଭେଲ୍। ଏଲିମେଣ୍ଟାରୀ ଲେଭେଲ୍ରେ ଆମର ବିଭିନ୍ନ ପ୍ରକାର ଆସେସମେଣ୍ଟ କରିଥାଏ। କ'ଣ ଆସେସମେଣ୍ଟ କରିଥାଏ ନା, ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ। ମନେ ରଖିବେ, ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ ମାନେ କ'ଣ ନା ସମାଟିଭ୍ କଥା କୁହାହେଉଛି। ବର୍ଷ ଶେଷରେ ଯେଉଁ ଆସେସମେଣ୍ଟଟି କରାଯାଏ ତାକୁ ଆମେ କ'ଣ କୁହାଯାଏ, ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ, ସମାଟିଭ୍ ଯେଉଁଟା। ଠିକ୍ ଅଛି, ସେଇଟା କ'ଣ, ବେଳେବେଳେ ଏ ଓ ଏଲ୍ର ଫୁଲ୍ ଫର୍ମ ମଧ୍ୟ ପଚାରିଯାଏ। କ'ଣ ଲେଖିବେ, ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ। ଠିକ୍ ଅଛି, ଦେନ୍ ଆସିଲା କ'ଣ, ଆସେସମେଣ୍ଟ ଅଜ୍ ଲର୍ଣ୍ଣିଂ, ମାନେ ନିଜକୁ ନିଜେ ଶିକ୍ଷାର୍ଥୀ ଟେଷ୍ଟ କରିବ ବା ଆସେସମେଣ୍ଟ କରିବ। ବୁଝିପାରିଲେ ନା, ନହେଲେ ପିର୍ମାନଙ୍କ ମଧ୍ୟରେ ହେଇପାରେ, ସାଙ୍ଗସାଥିମାନଙ୍କ ସହିତ ମଧ୍ୟ ହେଇପାରେ। ଦେଖନ୍ତୁ ଏଠି କ'ଣ ଲେଖା ହେଇଛି, ଦ ଆସେସମେଣ୍ଟ ଅଜ୍ ଲର୍ଣ୍ଣିଂ ଇଜ୍ ଏ ପରହାପ୍ସ ମୋର୍ କନେକ୍ଟେଡ୍ ୱିଥ୍ ଡାୟଗ୍ନୋଷ୍ଟିକ୍ ଆସେସମେଣ୍ଟ। ଏକ ଡାୟଗ୍ନୋଷ୍ଟିକ୍ ଆସେସମେଣ୍ଟ ସହିତ କନେକ୍ଟେଡ୍ ହେଇଥାଏ। ଆଣ୍ଡ
कैन बी कंस्ट्रक्टेड विथ मोर एम्फासिस ऑन पीर लर्निंग माने सांगसाथी मानक सहित ए लर्निंगटा अधिका एम्फासिस दिया है एसेसमेंट अज लर्निंग जनरेटेड अपॉर्चुनिटी फॉर सेल्फ असेसमेंट कौन कथा कहला सेल्फ असेसमेंट होता है ये पीर असेसमेंट होता है बुझीपारे असेसमेंट ऑफ लर्निंग आम पढ़ले असेसमेंट अज लर्निंग आम पढ़ले देखिए असेसमेंट इन लर्निंग बा असेसमेंट फॉर लर्निंग आम से कहीपर जोटा कि आम कहे फॉर्माटिव इवैल्यूएशन जोटा कि आम पाठ पढ़ा समय करें ठीक अच्छे ताको आम कौन कह असेसमेंट इन लर्निंग ये आउ कि अच्छी कि नाई देन आसला मेथड ऑफ हाँ आम पीरियडिकली करें पीरियडिसिटी ऑफ असेसमेंट माने आम पीरियडिकली आम कर डेली बेसिस रे करि परिबा कि 3-4 मंथ मध्य करिपरिबा है तापर ये जो मेथड ऑफ असेसमेंट मेथड ऑफ जो असेसमेंट सब रही आम कौन पर इंडिविजुअल भी करिपरिबा गोटे गोटे पिला को असेसमेंट करिपरिबा कि ग्रुप असेसमेंट मध्य करिपरिबा निजको निजे मध्य असेसमेंट करिपरिबा एवं सांगसाथी मानक सहित मध्य आमे दीटा सांग थे पीर असेसमेंट मध्य आमे करिपरिबा बुझीपारे ग्रुप असेसमेंट हो पार सेल्फ असेसमेंट हो पार इंडिविजुअल असेसमेंट हो पार एवं पीर असेसमेंट हो पार एगुड़ा हूँ सब मेथड गुड़ाक ठीक अच्छे नेक्स्ट आसला टूल एंड टेक्निक ऑफ असेसमेंट मन रखिथे वेरी वेरी इंपोर्टेंट ये बहुत क्वेश्चन पड़ी था मैं प्रत्येक वर्ष गोटे क्वेश्चन सियोर पड़ी थे टी देखीदे ओराल टेस्ट कौन ओराल माने होची आप ओराली किसी पचारती से रिटिन हेनी ओराली तो मुहर किसी प्रश्न पचारे पिलाटी उत्तर देव से कौन कहुए ओराल टेस्ट छोट छोट पिला ओराल टेस्ट होता है 10 मार्कर देखिए रिटिन टेस्ट किसी क्वेश्चन आपड़ देवे और पिला को लिखापी कहे ताको आम कौन कह रिटिन टेस्ट बुझीपारे आप ओराल टेस्ट कौन रिटिन टेस्ट कौन ठीक ऑब्जर्वेशन टेस्ट टीचर बेले बेले कौन करती ना पिला को ऑब्जर्व करते मार्क दियंती सी ऑब्जर्व कले ये कौन करूला कौन नहीं है से अनुसार मार्क सब दियंती ताको आम कौन करवा ऑब्जर्वेशन टेक्निक पर टूल बोली कहीपर ऑब्जर्वेशन गोटे टेक्निक असेसमेंट करार देखिए असाइनमेंट आम किसी पिला असाइनमेंट लिखापी दे था किसी क्वेश्चन दे था और लिखापी कही था केमिति लिखी सी केमिति वे तार सुजात्मक लिखन कौन शैली कौन होती से गुड़ाक देखिक आम मार्क दे था असेसमेंट करें आउ कौन रहा ना प्रोजेक्ट आम किसी टॉपिक दे था से प्रोजेक्ट को घर करके से आसी था कि स्कूल रे से करें से देखिक आम शिक्षक आकार मार्क दे था ताको आम कौन कह प्रोजेक्ट मेथड ठीक अच्छे देन आसला पोर्टफोलियो कौन ना पोर्टफोलियो माने कौन पोर्टफोलियो माने होची गोटे रेकर्ड है गोटे रेकर्ड जोटे लिखाई थे कौन माने किसी कामर नमूना लिखाई पारे फलाफल लिखाई पारे अभिज्ञता क्रिएटिविटी एगुड़ा सब लिखाई थो पिला मानकर है ये रेकर्ड को देखिक रेकर्ड को देखिए माने शिक्षक असेसमेंट करें कौन आसला चेकलिस्टा कौन ना चेकलिस्ट हूँ येस नो हो पारे है येस नो रे हो पारे कि ठीक भूल रे हो पारे येस नो ना ठीक भूल है से गोटे थर जो लांगुएज आम करवा से कौन कर पढ़ी सारा पर आउट रीडिंग करूला कि नहीं पिलाटा डिफिकल्ट वर्ड लिखुची कि नहीं मीनिंग सब जानी कि नहीं वाक्य गठन करें कि नहीं अपोजिट वर्ड से कहीपर कि नहीं सरल प्रश्न उत्तर दे पारुची कि नहीं हाँ कि नहीं कहानी मुख्य विषय गुड़िक से कहीपर कि नहीं ये गुड़ाक ठीक कि भूल येस और नो करके जो आम टेस्ट करें कहवा आम कौन ना चेकलिस्ट कौन कह चेकलिस्ट आउ गोटे कौन कह रेटिंग स्केल आम रेट दे था 1 2 3 4 5 जी सबुठ भल ताको आम एक्सलेंट कही था माने 5 पॉइंट दे था ताको हाँ कि नहीं आ 4 पॉइंट को जे कम ताठू कम थी हाँ कि नहीं ताको कौन कह जाए गुड भेरी गुड कह जाए तलटा को गुड कह जाए एवरेज कह जाए तापर 2टा को कौन नीड इम्प्रूवमेंट कह जाए इम्प्रूवमेंट आ 1टा को जी 1 रखी माने सी पोर सेमती आकार ताको रेटिंग करा जाए हाँ कि नहीं बुझीपारे रेटिंग स्केलटा कौन केते भल करिछि केते कौन करिछि से अनुसार ताको रेटिंग कराई थाए अप टू 5 पर्यंत रेटिंग थाए हमर हला सबुठ कम होछि 1 आ सबुठ बेसी होछि 5 नेक्स्ट आसिला कौन एनेक्डोटल रेकर्ड कौन ही थाए ना होछि हमर ब्रीफ डेस्क्रिप्शन थाए पूरा
गोटे पिलार पूरा डेस्क्रिप्शन थाए जो थे बिहेवियर हो पारे कि लाइफ किसी भी सिचुएशन हो पारे पिलाटी माने शिक्षक ऑब्जर्वेशन करके ही पारे से सब रिटिन आकार लिखि था कौन लिखि था रिटिन आकार से माने टीचर लिखि था एवं शॉर्ट रे लिखि था ठीक अच्छे जे आउ कौन लिखि माने जो सत घटना बा फैक्चुअल से गुड़ाक सब टीचर रेकर्ड करके रखि था एवं से कौन हुए ना पिला डिफिकल्टी कौटी रहा टीचर जानीपारती एवं तापाई रिमिडियल टीचिंग व्यवस्था करते सी हाँ कि नहीं कि पेरेंट्स सहित कथबार्ता होता कि तार प्रॉब्लम कौन हो हाँ कि नहीं ये मध्यम आमर असेसमेंट होता है बुझीपारे आपण एनकाडोटल मान रेकर्ड माने कौन बेले बेले पोर्टफोलियो एनकाडोटल रेकर्ड बहुत टाइम रे पड़ी थाए है तेणुक आप टूल एवं टेक्निक को भल भाव बुझी जातु। अच्छा यहाँ कौन रहा ना हूँ प्रिपेरेसन टेस्ट आइटम इन इंग्लिश रे जो टेस्ट आइटम गुड़ाक थाए विभिन्न प्रकार रही है लॉन्ग क्वेश्चन शॉर्ट क्वेश्चन मल्टीपल चॉइस क्वेश्चन एगुड़ा सब देती है चॉइस मैचिंग टेस्ट आप कम्प्लीशन टेस्ट एगुड़ा को जानी अल्टरनेटिव वे एक्सप्रेशन वर्ड अरेंज लेटर एगुड़ा तो जानी आपण मैंने आ विशेष किसी कहूनी एगुड़ाक एगुड़ा तो सब मल्टीपल चॉइस क्वेश्चन जीव येस नो क्वेश्चन लॉन्ग क्वेश्चन कहले बड़ बड़ लिखे शॉर्ट क्वेश्चन को कम लिखे आउ तो ट्रू फॉल्स जानते एगुड़ा कहूँ कौन मल्टीपल चॉइस क्वेश्चन भी हो पारे चार्टा ऑप्शन थी गोटे आंसर देवे ठीक अच्छे आज सेसन टी एतिक समाप्त होला जदि आपको भल लगे लाइक शेयर करने जमार भूलें आदि नुआ अच्छे सब्सक्राइब करके ऑल नोटिफिकेशन को ऑन करदे। थैंक यू जय जगन्नाथ नेक्स्ट सेसन आप सहित देखा बाय बाय।